ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 10% ଆମଦାନୀ ଶୁଳ୍କ ଲଗାଇଥିବାରୁ ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ ତଥା WTOରେ ଏହାକୁ ଚ୍ୟାଲେଞ୍ଜ କରିଛି। ଉକ୍ତ ନୂଆ ଟାରିଫ ସହ କମ୍ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼କୁ ବାତିଲ କରାଯାଇଥିବାରୁ ବୁଧବାର WTOରେ ଚାଇନା ପ୍ରତିବାଦ ଦାଖଲ କରିଛି। ଆମେରିକାର ଏଭଳି ପଦକ୍ଷେପ ସଂରକ୍ଷଣାତ୍ମକ ଏବଂ ଏହାର WTO ନିୟମାବଳୀର ଉଲ୍ଲଂଘନ ବୋଲି ଚାଇନା କହିଛି। ତେବେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ମାଲ ପରିବହନକାରୀ ସଂସ୍ଥା ଏବଂ ଖୁଚୁରା ବିକ୍ରେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ବେଜିଂ ଆମେରିକାର ବାଣିଜ୍ୟ ପରାମର୍ଶ ପାଇଁ ନିବେଦନ କରିଛି। ତେବେ ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଚାଇନା ଏବଂ ହଂକଂରୁ ଆସୁଥିବା ସମସ୍ତ କ୍ଷୁଦ୍ର ପ୍ୟାକେଜ ହୋଇଥିବା ସାମଗ୍ରୀ ପହଞ୍ଚିବା ପୂର୍ବରୁ ସେଗୁଡ଼ିକ ସୀମା ଶୁଳ୍କ ବିଭାଗରେ ଏଣ୍ଟ୍ରି ହେବା ଜରୁରୀ। ଏସବୁ କାଗଜପତ୍ର କାମ ହୋଇନଥିଲେ କେତେକ ପଣ୍ୟ ସାମଗ୍ରୀକୁ ଆମେରିକା ଫେରାଇ ଦେବ। WTO ସୂଚନା ଅନୁଯାୟୀ ଟାରିଫ ଉପରେ ଆମେରିକାର ପରାମର୍ଶ ପାଇଁ ଚାଇନା ନିବେଦନ କରିଛି। ଆମେରିକାକୁ ଫେଣ୍ଟାନିଲ ଭଳି ବେଆଇନ ନିଶାଦ୍ରବ୍ୟ ଓ ସେଗୁଡ଼ିକର ମୁଖ୍ୟ ରାସାୟନିକ ସାମଗ୍ରୀ ପ୍ରବେଶ ରୋକିବାକୁ ଟ୍ରମ୍ପ ନୂଆ ଶୁଳ୍କ ଲାଗୁ କରିଛନ୍ତି। ତେବେ ଏଭଳି ଅଭିଯୋଗ ଭୁଲ ଓ ଅମୂଳକ କହି ଚାଇନା ଉଦ୍ବେଗ ପ୍ରକାଶ କରିଛି। ଏଭଳି ଟାରିଫ ଲଗାଯିବା ପକ୍ଷପାତିତା ଯାହା କେବଳ ଚାଇନାର ମୂଳ ସାମଗ୍ରୀଗୁଡ଼ିକ ଉପରେ ଲାଗୁ ହୋଇଛି। ଏହା ଆମେରିକାର WTO ଦାୟିତ୍ୱ ବିରୋଧୀ ବୋଲି ବେଜିଂ କହିଛି। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। दिनलिपि लाइव को एबे ही लाइक शेयर सब्सक्राइब करंतु।